ମୁଁ ଜାଣିଛି ଯେଉଁମାନେ ବି ଓଡ଼ିଶା ବାହାରେ ରହିକି କାମ କରୁଛନ୍ତି କମ୍ପାନୀରେ ଷ୍ଟାଣ୍ଡିଂ ୱାର୍କ 8 ଘଣ୍ଟା 12 ଘଣ୍ଟା ଷ୍ଟାଣ୍ଡିଂ ୱାର୍କ ପୁରା କାମ କରୁଛନ୍ତି ସେମାନେ ଭାବୁଛନ୍ତି ଗାଁକୁ ଆସିକି କ'ଣ ଗୋଟେ ଛୋଟିଆ ବିଜନେସ୍ କ'ଣ ଗୋଟେ କରିବି ଯଦି ଏଇ ବିଜନେସ୍ଟା କରିବ ଭଲ ପ୍ରଫିଟ୍ ଅଛି କ'ଣ ପ୍ରଫିଟ୍ ଅଛି ମୁଁ ବି ଜାଣିନି ଏବେ ତ ଷ୍ଟାର୍ଟ ହେଇଗଲାଣି କୁକୁଡ଼ା ଆସିବା ପାଇଁ ବି ଯାଉଛି ଆଗକୁ କିଛି ଦିନ ପରେ ଠିକ୍ ଅଛି ଏବେ ବି ବହୁତ କାମ ଅଛି ସବୁ ସରିଲା ପରେ ହେଲେ ସାଙ୍ଗମାନେ ଜୟ ଜଗନ୍ନାଥ ମୁଁ ଏବେ ଅଛି ପୋଲ୍ଟ୍ରି ଫାର୍ମରେ କାହିଁକିନା କିଛି ଦିନ ପରେ ଷ୍ଟାର୍ଟ ହେଇଯିବ ପୋଲ୍ଟ୍ରି ଫାର୍ମ ଏବେ କ'ଣ କାମ ବାକି ଅଛି ମୁଁ ସବୁ ଦେଖେଇବି ଆପଣମାନଙ୍କୁ ଠିକ୍ ଅଛି ଏସବୁ ଜାଗ ପ୍ଲାଷ୍ଟିକ୍ ଜାଗ ତ ଲାଗିଗଲା ଏଇଟା ଡ୍ରିଙ୍କର୍ ଜାଗ ପାଣି ପିଇବା ପାଇଁ ୟୁଜ୍ ହେଉଛି କୁକୁଡ଼ାମାନେ ଏଗୁଡ଼ା ଖାଦ୍ୟ ଖାଇବା ପାଇଁ ଏଥିରେ ଖାଦ୍ୟ ପଡ଼ିଲେ ଖାଉଛନ୍ତି ଆଉ ଏଥିରେ ପାଣି ଆସିବ ପୁରା ଟାଙ୍କିରୁ ଅନଲିମିଟେଡ଼୍ ପାଣି ଆସିବ ଯେତେ ପିଉଥିବେ ସେତେ ଆସୁଥିବ ଚାଲନ୍ତୁ ଆଉ କିଛି କାମ ଅଛି କି ଦେଖେଇବି ଏବେ ଦେଖିପାରୁଥିବ ପୁରା ଏଇଟା ତଳର ପୁରା ଲିପା ହେଉଛି ଗୋବରରେ ପୁରା ସେ କାମ ବି ହେଇଗଲାଣି ଏଇସବୁ ଜାଲ ଜାଗ ବନ୍ଧା ହେଉଛି କାହିଁକିନା ସେଫ୍ଟି ପାଇଁ କିଛି ବି ଆସିପାରିବ ଗୋଟେ ଲୁହା ଜାଲ ବି ବନ୍ଧା ହେଉଛି ଏଇଟା ତାପରେ ଏସବୁ ବନ୍ଧା ହେଉଛି କିଛି ବି ଜୀବଜନ୍ତୁ ଆସିପାରିବନି ଭିତରକୁ ସେଫ୍ଟି ପାଇଁ ଚାଲନ୍ତୁ ଆଉ କ'ଣ କାମ ଅଛି ଦେଖିବା ପୁରା ଲାଇଟ୍ ଫାଇଟ୍ ଜଳୁଛି ରାତିରେ ବି ପୁରା ଉଜ୍ଜଳ ହେବ ପୁରା ଲାଇଟ୍ରେ ମୁଁ କାମ ଷ୍ଟାର୍ଟ କରିଲି ଆସିଲିଣି 14 ତାରିଖ 15 ତାରିଖରୁ ଆଜି ହେଇଗଲାଣି 28 ତାରିଖ ହେଲେ ବି ଷ୍ଟାର୍ଟ ହେଇନି ଆଜିଠୁ ଦେଖିବା କେତେ ଦିନ ପରେ ଷ୍ଟାର୍ଟ ହେଉଛି ଆଜି ହେଲାଣି 28 ଡେ 1 ଦେଖିବା କେତେ ଦିନ ପରେ ଷ୍ଟାର୍ଟ ହେଉଛି କାଲି ବି କ'ଣ ହେଉଛି ଆସିକି ଦେଖିବା ଗାଇସ୍ ଏଇଟା ବାହାରୁ କିଛି ଏମିତି ଦେଖାଯାଉଛି କେତେ ଲମ୍ବା ଅଛି ଦେଖନ୍ତୁ ଏଇଠୁ ପୁରା ଷ୍ଟାର୍ଟ ହେଇକି ସେ ଲାଷ୍ଟ ଯାଏ ଏପଟେ ବି ଅଧା କାମ ଅଛି ବାକି ଅଛି ଏଇଟା ବି ରେକ୍ ଫେକ୍ ପଡ଼ିବ ଯେଉଁଟାକି ଏହି ଜାଗାରେ ଅଛି ସେଇଟା ବି ଷ୍ଟାର୍ଟ ହେବା ପାଇଁ ଯାଉଛି ଏ ତ ସନ୍ଧ୍ୟା ହେଇଗଲାଣି ଗାଇସ୍ ପୁଣି ଦେଖବା ନୂଆ ଏକ ଇଣ୍ଟରେଷ୍ଟିଂ ଭିଡ଼ିଓରେ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍